ସେ ଦେବ ଯୋଗ୍ୟ ଉତ୍ତମ ନୈବେଦ୍ୟ ତାକୁ କହି ଏହିପରି ନୈବେଦ୍ୟ ସତ୍ୟନାରାୟଣ ଦେବ ବ୍ରାହ୍ମଣେ ଦକ୍ଷିଣା ଦେଇ କଥାକୁ ଶୁଣିବ। କଥା ଶେଷେ ବନ୍ଧୁଜନ ମାନଙ୍କ ସଙ୍ଗରେ ବ୍ରାହ୍ମଣ ଭୋଜନ କରାଇବ ସନ୍ତୋଷରେ। ବ୍ରାହ୍ମଣଙ୍କୁ ସନ୍ତୁଷ୍ଟ କରାଇ ଆଜ୍ଞା ନେଇ ପ୍ରସାଦ ବକ୍ଷିବ ବନ୍ଧୁଗଣେ ସଙ୍ଗେ ହୋଇ। ତହିଁ ପରେ ନୃତ୍ୟ ଗୀତ ବାଦ୍ୟ କରାଇବ ମାନସରେ ସତ୍ୟନାରାୟଣ ଭୋଜୁଥିବ। ଏପରି ସେ ସତ୍ୟନାରାୟଣ ବ୍ରତ କଲେ ଅବଶ୍ୟ ତାହାର ମନୋବାଞ୍ଛା ଫଳ ମିଳେ। ବିଶେଷରେ କଳିଯୁଗେ ବ୍ରତ ବାହାରେ ନାହିଁ ଅନ୍ୟ ଉପାୟରେ ଯେଉଁ ଦୁଃଖ ବିନାଶରେ ପୂର୍ବେ ଏ ବ୍ରତେ ଯେଉଁ ଲଭିଥିଲା ଯାହା କହିବା ତ ତୁମ୍ଭର ଆଗେ ଶୁଣି ମୁନି ନା କହେ ବିଦ୍ୟାଭୂଷଣ ଏ ସତ୍ୟନାରାୟଣ ଏ ମାୟା ସଂସାର ମତେ ଉଦ୍ଧାର ଆପଣ। ଇତି ଶ୍ରୀ ବାଖଣ୍ଡେ ସତ୍ୟନାରାୟଣ କଥାୟାମ୍ ଦ୍ୱିତୀୟୋଧ୍ୟାୟ। ଓಂ ଶ୍ରୀ ସତ୍ୟନାରାୟଣାୟ ନମସ୍ତୁ। ଓಂ ଶ୍ରୀ ସତ୍ୟନାରାୟଣାୟ ନମୋ ନମଃ। ତୃତୀୟୋଧ୍ୟାୟ ନାରାୟଣ କହନ୍ତି ଶୁଣ ମୁନିଙ୍କର ପୂର୍ବେ କାଶୀପୁରୀ ଥିଲା ଏକ ବିପ୍ରବର। ଏହି ଅତି ଦରିଦ୍ର ସେ କ୍ଷୁଧା ତୁଷାରେ ପୀଡ଼ିତ ହୋଇ ସଦା ଭିକ୍ଷା ମାଗି ବୁଲଇ ଜଗତ ବ୍ରାହ୍ମଣର ଦୁଃଖୀ ହୋଇ ଭଗବାନ ବୃଦ୍ଧ ବ୍ରାହ୍ମଣ ରୂପ ଧରି ସେ ବହନ ପ୍ରବେଶ ହୋଇ ସେ ନଦୀ ବିପ୍ର ନିକଟରେ ପଚାରନ୍ତି ଆଶ୍ୱାସନା କରି ମୃଦୁଗିରେ କାହିଁକି ଭ୍ରମୁଛ ବିପ୍ର ଅତି ଦୁଃଖିତରେ କହତା ସକଳ ସତ୍ୟ ଆମ୍ବ ନିକଟରେ ଶୁଣିବାକୁ ବଡ଼ ଇଚ୍ଛା ହୋଇ ଆମ୍ବର ଶୁଣ ଏହା ଦୁଃଖୀ ବିପ୍ର କହି ସତ୍ୱର ଶୁଣ ହେ ବୃଦ୍ଧ ଦରିଦ୍ରଟି ମୁହିଁ ଯେଣୁ ଭିକ୍ଷା ପାଇଁ ନାନା ସ୍ଥାନେ ବୁଲୁଥାଏ ତେଣୁ ଦରିଦ୍ର ଅବସ୍ଥା ଦୂର ହେବାର ଉପାୟ ଯେବେ ଜାଣ ଅନୁଗ୍ରହ କରି କହିଦିଅ। ଭିକ୍ଷୁର ବଚନ ଶୁଣି ପ୍ରଭୁ ନାରାୟଣ କହନ୍ତି ଏ ବିପ୍ର ଯାହା କହୁଥାଇ ଶୁଣ। ସତ୍ୟନାରାୟଣ ଦେବ ଫଳ ଦିଅନ୍ତି ତାଙ୍କ ବ୍ରତ କର ତୁମ୍ଭ ହୋଇ ଦୁଷ୍ଟମତି। ସତ୍ୟନାରାୟଣ ବ୍ରତ କଲେ ଦୁଃଖ ନାଶ ହୋଇ ସୁଖ ମିଳେ ମିଥ୍ୟା ନୁହଁ ଇଏ ବାସ। ଏହା କହି ବିପ୍ର ଆଗେ ବ୍ରତର ବିଧାନ ପରକାଶୀ ନାରାୟଣ ହେଲେ ଅନ୍ତର୍ଧ୍ୟାନ। ତହୁଁ ସେ ଦରିଦ୍ର ବିପ୍ର ବ୍ରତ କରିବାକୁ ନିଶ୍ଚୟ ମାନସ କରି ଚଳେ ଆଗ୍ରହକୁ। ସେଦିନ ନିଶିରେ ବିପ୍ର ନିଦ୍ରା ନ ଲଭିଲା କିପରି କରିବ ବ୍ରତ ଚିନ୍ତା କରି ରହିଲା। ନିଶିଶେଷେ ଉଠି ବିପ୍ର ନାରାୟଣ ଚିନ୍ତି ବ୍ରତ କରିବାକୁ ଭିକ୍ଷା ପାଇଁ କଲାମତି। ସେଦିନ ବହୁତ ଭିକ୍ଷା ପାଇ ସେ ବ୍ରାହ୍ମଣ ଗୃହେ ଆସି ବନ୍ଧୁବର୍ଗ କରି ନିମନ୍ତ୍ରଣ ସେହି ଦ୍ରବ୍ୟେ ସତ୍ୟନାରାୟଣ ବ୍ରତ କଲା ବ୍ରାହ୍ମଣ ଭୋଜନ ଆଦି ସ୍ନେହ କରାଇଲା। ଏପରି କରନ୍ତି କ୍ରମେ କ୍ରମେ ବ୍ରାହ୍ମଣର ଦୁଃଖ ନାଶି ସୁଖ ଦାନ କଲି ଚକ୍ରଧର। ସେହିଦିନ ବ୍ରାହ୍ମଣ ପ୍ରତିମାସେ ଭକ୍ତି ଚିତ୍ତେ ସତ୍ୟନାରାୟଣ ପୂଜା କରି ବିଧିମତେ ନାରାୟଣ କହନ୍ତି ନାରଦ। ଧୀରେ ଶୁଣ ସତ୍ୟନାରାୟଣ ବ୍ରତ କରି ସେ ବ୍ରାହ୍ମଣ ସକୁଟୁମ୍ବେ ନାନା ସୁଖ ଗୁଞ୍ଜି ଲୋକେ ଲଭିଲା ପରମ ଗତି ନ ପଡ଼ିଲେ ଦୁଃଖେ। ସେହି ଦିନ ପୃଥିବୀରେ ଏ ବ୍ରତ ଚଳିଲା। ବ୍ରତ ଫଳ ଦୁଃଖୀଙ୍କର ଦୁଃଖ ନାଶ ଗଲା କହି କପିଳେଶ ନନ୍ଦ ଜନେ ହରିଭଜ। ସତ୍ୟ ନାରାୟଣ ବ୍ରତ କରି ଦୁଃଖ ତେଜ। ଏଠି ଶ୍ରୀ ଖଣ୍ଡେ ସତ୍ୟନାରାୟଣ ବ୍ରତ କଥାୟାମ୍ ପ୍ରତି ଓಂ ଶ୍ରୀ ସତ୍ୟନାରାୟଣାର୍ପଣମସ୍ତୁ। ଓಂ ଶ୍ରୀ ସତ୍ୟନାରାୟଣାୟ ନମୋଧ୍ୟାୟ। ସୁତକନ୍ତେ ଶୁଣ ସୌନକ ମୁନି ଶୁଣ ନାରଦଙ୍କୁ ଏହା କହିଲେ ନାରାୟଣ ମୁଁ ତା ତୁମ୍ଭ ଆଗେ କହିଲେ ବିସ୍ତାରି ଅନ୍ୟ କି ଶୁଣିବା ଇଚ୍ଛା କହତା ବିଚାରି। ଏହା ଶୁଣି ସୌନକ କହନ୍ତି ସାଧିରେ ଆଇ ସୁତ କହ ଯାହା ପଚାରୁ ବିଧିରେ। ସତ୍ୟନାରାୟଣ ବ୍ରତ ସେ ବ୍ରତ କଲେ ତାଙ୍କଠାରୁ କିପରି କ୍ଷରିଲା ମହି ତଳେ ତାହା ସବୁ ଶୁଣିବାକୁ ମାନସ ଆଗରେ ଅନୁଗ୍ରହ କରି ସୁତ ପ୍ରକାଶ ତାକର। ସୁତ କହନ୍ତି ଏ ମୁନିମାନେ ଶୁଣ ଧୀରେ ଏ ବ୍ରାହ୍ମଣ ଆନନ୍ଦିତ ଚିତ୍ତେ ଦିନ କଲେ ନିଜ ବିତ୍ତ ଅନୁସାରେ ସମ୍ଭାର ବିଆଇ। ସତ୍ୟନାରାୟଣ ବ୍ରତ ପୂଜା ସେ କରଇ ବନ୍ଧୁ କୁଟୁମ୍ବାଦି ସର୍ବ କରି ନିମନ୍ତ୍ରଣ। ସତ୍ୟନାରାୟଣ ପୂଜି ପ୍ରମୋଦ ବହିଣ। ଏହି ସମୟରେ ଜଣେ କାଠୁରିଆ ଆସି ଜଳ ମାଗି ପିଇବାକୁ ବିପ୍ର ଦ୍ୱାରେ ବସି ହୋଇଥିଲା ଦିବାଶେଷ ପ୍ରଦେଶ ସମୟ। କ୍ଷୁଧା ତାକୁ ପୀଡ଼ା କରୁଥିଲା ଅତିଶୟ। ବ୍ରାହ୍ମଣ ନାରାୟଣ ପୂଜା ବିଧି ଦେଖି ପଚାରଇଆ ହେ ବିପ୍ରବର
करे कि ଏହା କହିଲେ କି ଏହା କଲେ କି ଫଳ ହୋଇ ମତେ କହ କହୁଅଛି କରୁଅଛି ଦୈନି ମୁଁ ନ କର ସନ୍ଦେହ। କାଠୁରିଆ ବାଣୀ ଶୁଣି କହିବି ପ୍ରବର ସତ୍ୟନାରାୟଣ ବ୍ରତ ଅଟଇ ଆମର ହୋଇବ ତାଙ୍କର ପୂଜା।